ओम श्री परमात्मने नमः। तृतीय अध्याय। अर्जुन कहले, हे जनार्दन, जदि आपणଙ୍କ मतरे बुद्धि अर्थात ज्ञान ही श्रेष्ठ, तेबे पुणी हे केशव, आपण मते घोर कर्मरे काहींकी लगाउछंती? आपण केतेबेले कहउछंती कर्म कर एवं केतेबेले कहउछंती ज्ञानर आश्रय निय। आपणଙ୍କର ଏହି ମିଶ୍ରିତ ବଚନ ଦ୍ୱାରା ମୋର ବୁଦ୍ଧି ମୋହିତ ଭଳି ହୋଇଯାଉଅଛି। ଏଥିପାଇଁ ଗୋଟିଏ କଥା ନିର୍ଦ୍ଧାରିତ କରି କୁହନ୍ତୁ, ଯଦ୍ୱାରା ମୁଁ କଲ୍ୟାଣ ପ୍ରାପ୍ତ ହେବି। ଭଗବାନ କହିଲେ, ହେ ନିଷ୍ପାପ ଅର୍ଜୁନ, ଏହି ମର୍ତ୍ତ୍ୟଲୋକରେ ଦୁଇ ପ୍ରକାରର ନିଷ୍ଠା ବିଷୟରେ ପୂର୍ବରୁ ମୋ ଦ୍ୱାରା କୁହାଯାଇଛି। ସେଥିମଧ୍ୟରୁ ସାଂଖ୍ୟଯୋଗୀମାନଙ୍କର ଜ୍ଞାନ ଯୋଗରେ ଏବଂ ଯୋଗୀମାନଙ୍କର କର୍ମଯୋଗରେ ନିଷ୍ଠା ହୋଇଥାଏ। ଅର୍ଥାତ୍ ଜ୍ଞାନଯୋଗ ଓ କର୍ମଯୋଗ ଦ୍ୱାରା ଏକ ପ୍ରକାର ସମବୁଦ୍ଧି ପ୍ରାପ୍ତ ହୋଇଥାଏ। ସେହି ସମବୁଦ୍ଧି ପ୍ରାପ୍ତି ପାଇଁ କର୍ମ କରିବା କ'ଣ ଏକାନ୍ତ ଆବଶ୍ୟକ? ହଁ, ଅତ୍ୟାବଶ୍ୟକ। କାରଣ ମନୁଷ୍ୟ କର୍ମ ଆରମ୍ଭ ନ କରି ନିଷ୍କର୍ମତାକୁ ପ୍ରାପ୍ତ ହୋଇନଥାଏ କି କେବଳ କର୍ମର ତ୍ୟାଗ ଦ୍ୱାରା ମଧ୍ୟ ସିଦ୍ଧି ପ୍ରାପ୍ତ ହୋଇନଥାଏ। ତାତ୍ପର୍ଯ୍ୟ ହେଉଛି, କର୍ମ ଆରମ୍ଭ କରିବା ବିନା ସେହି ସମତାର ପ୍ରାପ୍ତି ହୁଏ ନାହିଁ କି କର୍ମର ବାହ୍ୟ ତ୍ୟାଗରେ ମଧ୍ୟ ତାହା ପ୍ରାପ୍ତ ହୁଏ ନାହିଁ। କର୍ମର ତ୍ୟାଗରେ କାହିଁକି ହୋଇନଥାଏ? କୌଣସି ମନୁଷ୍ୟ କୌଣସି ଅବସ୍ଥାରେ କ୍ଷଣମାତ୍ର ମଧ୍ୟ କର୍ମ ନ କରି ରହିପାରେ ନାହିଁ। କାରଣ ପ୍ରକୃତିଜନ୍ୟ ଗୁଣ ସ୍ୱଭାବର ପରବଶ ହୋଇଥିବା ପ୍ରାଣୀମାନଙ୍କ ଦ୍ୱାରା କର୍ମ ଅବଶ୍ୟ କରାଇଥାଏ। ତେଣୁ ପ୍ରାଣୀ ପକ୍ଷେ କର୍ମର ତ୍ୟାଗ କରିବା ସମ୍ଭବ ହେବ ନାହିଁ। ଯଦି ମନୁଷ୍ୟ ନୀରବରେ ବସି ରହେ, କିଛି ହେଲେ କରେ ନାହିଁ, ତେବେ କ'ଣ ତାହା କର୍ମତ୍ୟାଗ ନୁହେଁ? ନା, ଯେଉଁ ମନୁଷ୍ୟ ନୀରବରେ ବସି ଅର୍ଥାତ୍ ଇନ୍ଦ୍ରିୟମାନଙ୍କୁ କେବଳ ବାହ୍ୟ ଭାବେ ସଂଯତ କରି ମନରେ ବିଷୟର ଚିନ୍ତନ କରେ, ତାହାର ସେହି ନୀରବତା କର୍ମର ତ୍ୟାଗ ନୁହେଁ। ଅପରପକ୍ଷେ ସେହି ମୂଢ଼ ବୁଦ୍ଧି ମନୁଷ୍ୟର ନୀରବରେ ବସିବା ମିଥ୍ୟାଚାର ଅଟେ। ଆପଣ ଯେଉଁ ସମବୁଦ୍ଧି କଥା କହିଲେ, ତାହା ଯଦି କର୍ମ କରିବା ବିନା ପ୍ରାପ୍ତ ହୋଇନଥାଏ କି କର୍ମତ୍ୟାଗରେ ମଧ୍ୟ ପ୍ରାପ୍ତ ହୋଇନଥାଏ କି କେବଳ ବାହ୍ୟ ଭାବେ ନୀରବରେ ବସି ମନରେ ବିଷୟ ଚିନ୍ତନ କରିବା ଦ୍ୱାରା ମଧ୍ୟ ପ୍ରାପ୍ତ ହୋଇନଥାଏ, ତାହାହେଲେ ପୁଣି ତାହା କିପରି ପ୍ରାପ୍ତ ହୋଇଥାଏ? ହେ ଅର୍ଜୁନ, ଯେଉଁ ମନୁଷ୍ୟ ମନ ଦ୍ୱାରା ଇନ୍ଦ୍ରିୟମାନଙ୍କୁ ସଂଯତ କରି ଆସକ୍ତି ରହିତ ହୋଇ ଇନ୍ଦ୍ରିୟମାନଙ୍କ ଦ୍ୱାରା କର୍ମଯୋଗ ଅର୍ଥାତ୍ ନିଷ୍କାମ ଭାବପୂର୍ବକ ନିଜର କର୍ତ୍ତବ୍ୟ କର୍ମର ଆଚରଣ କରେ, ସେ ଶ୍ରେଷ୍ଠ ଅଟେ। ଅର୍ଥାତ୍ ତାହାକୁ ସମବୁଦ୍ଧି ପ୍ରାପ୍ତ ହୁଏ। ଏଥିପାଇଁ ତୁମେ ଶାସ୍ତ୍ରବିହିତ କର୍ତ୍ତବ୍ୟ କର୍ମ କର। କାରଣ କର୍ମ ନ କରିବା ଅପେକ୍ଷା ପୂର୍ବୋକ୍ତ ବିଧିରେ କର୍ତ୍ତବ୍ୟ କର୍ମ କରିବା ଶ୍ରେଷ୍ଠ ଅଟେ। ଆଉ ମଧ୍ୟ ବିନା କର୍ମରେ ତୁମ ଶରୀର ନିର୍ବାହ ମଧ୍ୟ ହେବ ନାହିଁ। କର୍ମ କରିଲେ ବନ୍ଧନ ହେବ ନାହିଁ ତ? ନା ନା, କେବଳ ନିଜ ସ୍ୱାର୍ଥ ପାଇଁ କର୍ତ୍ତବ୍ୟ କର୍ମ କଲେ ହିଁ ମନୁଷ୍ୟ କର୍ମରେ ବାନ୍ଧି ହୋଇଯାଏ। ତେଣୁ ହେ କୁନ୍ତୀ ନନ୍ଦନ, ତୁମେ ଆସକ୍ତି ରହିତ ହୋଇ କର୍ତ୍ତବ୍ୟ ପରମ୍ପରା ସୁରକ୍ଷିତ ରଖିବା ପାଇଁ କର୍ତ୍ତବ୍ୟ କର୍ମ କର। ମୁଁ କର୍ମ କାହିଁକି କରିବି? ଆରେ ଭାଇ, ସୃଷ୍ଟି ଆରମ୍ଭରେ ପିତାମହ ବ୍ରହ୍ମା ମଧ୍ୟ ଯଜ୍ଞ ଅର୍ଥାତ୍ କର୍ତ୍ତବ୍ୟ କର୍ମ ସହିତ ମନୁଷ୍ୟକୁ ସୃଷ୍ଟି କରି ସେତେବେଳେ ସେମାନଙ୍କୁ ଏହିପରି ଉପଦେଶ ଦେଇଥିଲେ ଯେ, ତୁମ୍ଭେମାନେ ଏହି କର୍ତ୍ତବ୍ୟ କର୍ମ ରୂପକ ଯଜ୍ଞ ଦ୍ୱାରା ବୃଦ୍ଧି ପ୍ରାପ୍ତ ହୁଅ। ଏହି ଯଜ୍ଞ ତୁମ୍ଭମାନଙ୍କୁ କର୍ତ୍ତବ୍ୟ ପାଳନର ଆବଶ୍ୟକ ସାମଗ୍ରୀ ପ୍ରଦାନ କରିବ। ପିତାମହ, ଏହି ଯଜ୍ଞ ଆମେ କିପରି କରିବୁ? ଏହାଦ୍ୱାରା ତୁମ୍ଭେମାନେ ଦେବତାମାନଙ୍କର ବୃଦ୍ଧି ଅର୍ଥାତ୍ ଉନ୍ନତି କର ଏବଂ ସେହି ଦେବଗଣ ତୁମର ବୃଦ୍ଧି ସାଧନ କରନ୍ତୁ। ଏହିପରି ଏକ ଅପରର ବୃଦ୍ଧି କରିବା ଦ୍ୱାରା ଅର୍ଥାତ୍ ନିଜ ପାଇଁ କର୍ମ ନ କରି କେବଳ ଅନ୍ୟର ହିତ ପାଇଁ ସମସ୍ତ କର୍ମ କରିବା ଦ୍ୱାରା ତୁମ୍ଭେମାନେ ପରମ ଶ୍ରେୟ ପରମାତ୍ମାଙ୍କୁ ପ୍ରାପ୍ତ ହୋଇଯିବ। ପିତାମହ, ଯଦି ଆମେ ଯଜ୍ଞ ନ କରୁ, ତେବେ ତୁମମାନଙ୍କର କର୍ତ୍ତବ୍ୟ କର୍ମ ରୂପକ ଯଜ୍ଞ ଦ୍ୱାରା ବୃଦ୍ଧି ପ୍ରାପ୍ତ ହୋଇ ଦେବତାଗଣ ଅଯାଚିତ ଭାବେ ତୁମ୍ଭମାନଙ୍କୁ କର୍ତ୍ତବ୍ୟ କର୍ମ ପାଳନ ପାଇଁ ଆବଶ୍ୟକ ସାମଗ୍ରୀ ଦେବେ। କିନ୍ତୁ ଯଦି ତୁମ୍ଭେମାନେ ସେହି ସବୁ କର୍ତ୍ତବ୍ୟ ପାଳନର ସାମଗ୍ରୀ ଦ୍ୱାରା ଦେବତାଙ୍କର ପୁଷ୍ଟି ସାଧନ ନ କରି ନିଜର ଆରାମ ଓ ସୁଖ ଭୋଗ କରିଚାଲିବ, ତାହେଲେ ତୁମେ ଚୋର ହୋଇଯିବ। ଏହି ଦୋଷରୁ ପୁଣି କିପରି ଭାବେ ମୁକ୍ତି ମିଳିବ? କେବଳ ପରହିତ ପାଇଁ କର୍ତ୍ତବ୍ୟ କର୍ମ କଲେ ଯଜ୍ଞାବଶେଷ ରୂପେ ସମତା ଅନୁଭବ ହୋଇଥାଏ। ସେହି ସମତା ଅନୁଭବ କରୁଥିବା ଶ୍ରେଷ୍ଠ ମନୁଷ୍ୟ ସମ୍ପୂର୍ଣ୍ଣ ରୂପେ ପାପମୁକ୍ତ ହୋଇଯାଆନ୍ତି।
କିନ୍ତୁ ଯେଉଁମାନେ କେବଳ ନିଜର ସୁଖ ଓ ଆରାମ ପାଇଁ ସବୁ କର୍ମ କରନ୍ତି, ସେହି ପାପୀ ଲୋକ କେବଳ ପାପ ଅର୍ଜନ କରନ୍ତି। ଭଗବାନ ଏବେ ଆପଣ କର୍ତ୍ତବ୍ୟ କର୍ମ ବିଷୟରେ ବ୍ରହ୍ମାଙ୍କର ଆଜ୍ଞା ଶୁଣାଇଲେ, କିନ୍ତୁ ସେହି ବିଷୟରେ ଆପଣଙ୍କର ବକ୍ତବ୍ୟ କ'ଣ? ଏହି ବିଷୟରେ ମୋର କହିବା କଥା ଯେ ସୃଷ୍ଟିଚକ୍ରର ସଞ୍ଚାଳନ ପାଇଁ ମଧ୍ୟ କର୍ତ୍ତବ୍ୟ କର୍ମ କରିବାର ଆବଶ୍ୟକତା ଅଛି। କାରଣ ସମସ୍ତ ପ୍ରାଣୀ ଅର୍ଣ୍ଣରୁ ଉତ୍ପନ୍ନ ହୁଅନ୍ତି ଏବଂ ଅର୍ଣ୍ଣ ବର୍ଷାରୁ ଉତ୍ପନ୍ନ ହୁଏ। ବର୍ଷା ଯଜ୍ଞ ଅର୍ଥାତ୍ କର୍ତ୍ତବ୍ୟ ପାଳନରୁ ହୁଏ ଏବଂ ଯଜ୍ଞ ନିଷ୍କାମ ଭାବରେ କରାଯାଇଥିବା କର୍ମରୁ ହୋଇଥାଏ। କର୍ତ୍ତବ୍ୟ କର୍ମର ବିଧି ଆସିଅଛି ବେଦରୁ ଏବଂ ବେଦ ପରମାତ୍ମାଙ୍କ ଠାରୁ ପ୍ରକଟିତ ହୋଇଛି। ତେଣୁ ସର୍ବବ୍ୟାପୀ ପରମାତ୍ମା ଯଜ୍ଞ ଅର୍ଥାତ୍ କର୍ତ୍ତବ୍ୟ କର୍ମରେ ନିତ୍ୟ ବିଦ୍ୟମାନ ରହିଥାନ୍ତି, ଅର୍ଥାତ୍ କର୍ତ୍ତବ୍ୟ ପାଳନ କରି ମଣିଷ ତାଙ୍କୁ ପାଏ। ଅତଏବ ସୃଷ୍ଟିଚକ୍ରର ସୁରକ୍ଷା ପାଇଁ ନିଜ ନିଜ କର୍ତ୍ତବ୍ୟ ପାଳନ କରିବା ମନୁଷ୍ୟ ପକ୍ଷେ ଅତ୍ୟନ୍ତ ଆବଶ୍ୟକ ଅଟେ। ଯଦି କେହି ଏହି ସୃଷ୍ଟିଚକ୍ରର ସୁରକ୍ଷା ପାଇଁ ନିଜ କର୍ତ୍ତବ୍ୟ ପାଳନ ନ କରେ, ତାହେଲେ କ'ଣ ହୁଏ? ହେ ପାର୍ଥ, ଯେଉଁ ମନୁଷ୍ୟ ଏହି ସୃଷ୍ଟିଚକ୍ରର ପରମ୍ପରା ସୁରକ୍ଷିତ ରଖିବା ପାଇଁ କର୍ତ୍ତବ୍ୟ କର୍ମ ନ କରେ, ସେ ଇନ୍ଦ୍ରିୟାସକ୍ତ ଭୋଗୀ ତଥା ପାପମୟ ଜୀବନ ବିତାଉଥିବା ମନୁଷ୍ୟ ସଂସାରରେ ବ୍ୟର୍ଥ ଜୀବନଯାପନ କରେ, ଅର୍ଥାତ୍ ମୃତ୍ୟୁବରଣ ତା ପାଇଁ ଶ୍ରେୟସ୍କର। ଯଦି କେହି ଆସକ୍ତି ରହିତ ହୋଇ କେବଳ ଆପଣଙ୍କ ଆଜ୍ଞା ଅନୁସାରେ ସୃଷ୍ଟିଚକ୍ରର ପରମ୍ପରା ସୁରକ୍ଷିତ ରଖିବା ପାଇଁ କର୍ତ୍ତବ୍ୟ କର୍ମ ପାଳନ କରେ, ତାହେଲେ କ'ଣ ହୁଏ? ସେ ଆତ୍ମାରେ ପ୍ରୀତି ଓ ଆତ୍ମତୃପ୍ତି ଲାଭ କରି ନିଜେ ନିଜଠାରେ ସନ୍ତୁଷ୍ଟ ହୋଇଥାଏ। ପୁଣି ତା ପାଇଁ ଆଉ କିଛି କରିବା ବାକି ରହେ ନାହିଁ। କାରଣ ସେହି ମହାପୁରୁଷଙ୍କର ଏହି ସଂସାରରେ କୌଣସି କର୍ମ କରିବାର କିଞ୍ଚିତ ପ୍ରୟୋଜନ ରହେ ନାହିଁ ଏବଂ କର୍ମ ନ କରିବାରେ ବି କୌଣସି ପ୍ରୟୋଜନ ରହେ ନାହିଁ, ତଥା କୌଣସି ପ୍ରାଣୀଙ୍କ ସଙ୍ଗେ ତାଙ୍କର ସ୍ୱାର୍ଥଗତ ସମ୍ବନ୍ଧ ରହିନଥାଏ। ହେ ଭଗବାନ, କ'ଣ ମୁଁ ମଧ୍ୟ ଏହି ଅବସ୍ଥାକୁ ଆସିପାରିବି? ହଁ, ଆସିପାରିବ। ତୁମେ ନିରନ୍ତର ଆସକ୍ତି ରହିତ ହୋଇ ନିଜର କର୍ତ୍ତବ୍ୟକୁ ଉତ୍ତମ ଭାବରେ ସମ୍ପାଦନ କର। କାରଣ ଆସକ୍ତି ରହିତ ହୋଇ କର୍ତ୍ତବ୍ୟ କର୍ମ କରିବା ଦ୍ୱାରା ମନୁଷ୍ୟକୁ ପରମାତ୍ମାଙ୍କ ପ୍ରାପ୍ତି ହୁଏ। କ'ଣ ଆସକ୍ତି ରହିତ ହୋଇ ପୂର୍ବରୁ କେହି କର୍ମ କରିଛନ୍ତି ଏବଂ ତାଙ୍କୁ କ'ଣ ପରମାତ୍ମାଙ୍କ ପ୍ରାପ୍ତି ହୋଇଛି? ହଁ, ରାଜା ଜନକଙ୍କ ପରି ଅନେକ ମହାପୁରୁଷ କର୍ତ୍ତବ୍ୟ କର୍ମ କରି ପରମାତ୍ମାଙ୍କୁ ପ୍ରାପ୍ତ ହୋଇଛନ୍ତି। ପରମାତ୍ମାଙ୍କୁ ପ୍ରାପ୍ତ ହୋଇ ମଧ୍ୟ ସେମାନେ ଲୋକ ସଂଗ୍ରହ ବା ଲୋକଶିକ୍ଷା ଅର୍ଥାତ୍ ସଂସାରକୁ କୁମାର୍ଗରୁ ନିବର୍ତ୍ତାଇ ସତ୍ମାର୍ଗରେ ଆଣିବା ପାଇଁ କର୍ମ କରିଛନ୍ତି। ତେଣୁ ତୁମେ ମଧ୍ୟ ଲୋକ ସଂଗ୍ରହକୁ ଦୃଷ୍ଟିରେ ରଖି ନିଜର କର୍ତ୍ତବ୍ୟ କର୍ମ ପାଳନ କର। ସେହି ଲୋକ ସଂଗ୍ରହ କିପରି ଭାବରେ ହେବ? ତାହା ଦୁଇ ପ୍ରକାରରେ ହୋଇପାରିବ। ଆପଣା କର୍ତ୍ତବ୍ୟ ପରାୟଣତା ଦ୍ୱାରା ଓ ଆପଣା ବଚନରେ। ଶ୍ରେଷ୍ଠ ମନୁଷ୍ୟ ଯେଉଁ ଯେଉଁ ଆଚରଣ କରନ୍ତି, ଇତର ମନୁଷ୍ୟ ମଧ୍ୟ ସେହି ଆଚରଣ କରନ୍ତି। ସେମାନେ ଆପଣା ବଚନରେ ଯାହା କିଛି ପ୍ରମାଣିତ କରିଦିଅନ୍ତି, ଇତର ମନୁଷ୍ୟ ମଧ୍ୟ ତାର ଅନୁବର୍ତ୍ତନ ଅର୍ଥାତ୍ ଅନୁସରଣ କରନ୍ତି। ଆପଣ ଯେପରି ପରମାତ୍ମାଙ୍କ ପ୍ରାପ୍ତି ବିଷୟରେ ଜନକ ଆଦିଙ୍କ ଉଦାହରଣ ଦେଲେ, ସେହିପରି ଲୋକ ସଂଗ୍ରହ ବିଷୟରେ ମଧ୍ୟ କୌଣସି ଉଦାହରଣ ଅଛି କି? ହଁ, ମୋର ଉଦାହରଣ ନିଅ ପାର୍ଥ। ମୋ ପାଇଁ ତ୍ରିଲୋକରେ କୌଣସି କର୍ତ୍ତବ୍ୟ ବାକି ନାହିଁ ଏବଂ ପ୍ରାପ୍ତ ହେବା ଭଳି କୌଣସି ବସ୍ତୁ ଅପ୍ରାପ୍ତ ମଧ୍ୟ ନାହିଁ। ତଥାପି ମୁଁ ଲୋକ ସଂଗ୍ରହ ପାଇଁ କର୍ତ୍ତବ୍ୟ କର୍ମ କରିଚାଲୁଛି। ଆପଣଙ୍କ ପାଇଁ କର୍ତ୍ତବ୍ୟ କର୍ମ କରିବାର କ'ଣ ଆବଶ୍ୟକତା ରହିଛି ଭଗବାନ? ହଁ ପାର୍ଥ, ଆବଶ୍ୟକତା ଅଛି। କାରଣ ମୁଁ ନିରଳସ ଭାବରେ କର୍ତ୍ତବ୍ୟ କର୍ମ ନ କଲେ ମନୁଷ୍ୟମାନେ ବି ସର୍ବଭାବରେ ମୋର ମାର୍ଗକୁ ହିଁ ଅନୁସରଣ କରିବେ, ଅର୍ଥାତ୍ ସେମାନେ ମଧ୍ୟ କର୍ତ୍ତବ୍ୟ କର୍ମ କରିବା ଛାଡ଼ିଦେବେ। ତଦ୍ୱାରା କ'ଣ ହେବ ଭଗବାନ? ଯଦି ମୁଁ କର୍ତ୍ତବ୍ୟ କର୍ମ ନ କରିବି, ତାହେଲେ ଏ ସମସ୍ତ ମନୁଷ୍ୟ ନିଜ ନିଜ କର୍ତ୍ତବ୍ୟ କର୍ମ ତ୍ୟାଗ କରି ନଷ୍ଟଭ୍ରଷ୍ଟ ହୋଇଯିବେ ଏବଂ ମୁଁ ସବୁ ପ୍ରକାର ଶଙ୍କର ଦୋଷର ପ୍ରବର୍ତ୍ତକ ତଥା ସମସ୍ତ ପ୍ରଜାଙ୍କ ଧ୍ୱଂସକାରୀ ହୋଇଯିବି। ଏହି ଦୃଷ୍ଟିରୁ ଆପଣଙ୍କ ପାଇଁ ତ ଲୋକ ସଂଗ୍ରହ ନିମନ୍ତେ କର୍ତ୍ତବ୍ୟ କର୍ମ କରିବା ବହୁତ ଜରୁରୀ ଅଟେ, କିନ୍ତୁ ତତ୍ତ୍ୱଜ୍ଞ ଜୀବନମୁକ୍ତ ମହାପୁରୁଷଙ୍କ ପାଇଁ ମଧ୍ୟ କର୍ତ୍ତବ୍ୟ କର୍ମ କରିବା କ'ଣ ନିହାତି ଆବଶ୍ୟକ? ହଁ ଅର୍ଜୁନ, କେବଳ ଜରୁରୀ ନୁହେଁ, ବହୁତ ଜରୁରୀ ଅଟେ। ଯେପରି ଅଜ୍ଞାନୀ ମନୁଷ୍ୟ କର୍ମରେ ଆସକ୍ତ ହୋଇ ଫଳରେ ଇଚ୍ଛା ରଖି ତତ୍ପରତା ପୂର୍ବକ
କର୍ମ କରନ୍ତି, ସେହିପରି ଆସକ୍ତି ଶୂନ୍ୟ ଜ୍ଞାନୀ ମହାପୁରୁଷ ମଧ୍ୟ ଲୋକ ସଂଗ୍ରହ ପାଇଁ ତତ୍ପରତା ପୂର୍ବକ କର୍ମ କରିବା ଆବଶ୍ୟକ। ଜ୍ଞାନୀ ମହାପୁରୁଷଙ୍କ କର୍ତ୍ତବ୍ୟ ହେଉଛି ସେ ସେହି କର୍ମାସକ୍ତ ଅଜ୍ଞାନୀ ମନୁଷ୍ୟମାନଙ୍କ ବୁଦ୍ଧିରେ କୌଣସି ପ୍ରକାରର ଭ୍ରମ ନ ଜନ୍ମାଇ ନିଜେ ବଡ଼ ସାବଧାନତା ପୂର୍ବକ କର୍ମ କରି ସେମାନଙ୍କୁ ମଧ୍ୟ ସେହିପରି କରିବାକୁ ପ୍ରବର୍ତ୍ତାଇବେ। ଅଜ୍ଞାନୀ ଓ ଜ୍ଞାନୀ ଏହି ଉଭୟଙ୍କ କର୍ମ କରିବାରେ କ'ଣ ପାର୍ଥକ୍ୟ ଅଛି? ସମସ୍ତ କର୍ମ ସର୍ବଭାବରେ ପ୍ରକୃତିର ଗୁଣ ଦ୍ୱାରା କରାଯାଏ। ମାତ୍ର ଅହଙ୍କାରରେ ମୋହିତ ଅନ୍ତଃକରଣଯୁକ୍ତ ଅଜ୍ଞାନୀ ପୁରୁଷ ମୁଁ କର୍ତ୍ତା ଅଟେ ଏହିପରି ମନେ କରିଥାଏ। କିନ୍ତୁ ହେ ମହାବାହୁ, ଗୁଣ ବିଭାଗ ଓ କର୍ମ ବିଭାଗକୁ ଅର୍ଥାତ୍ ସତ୍ଵ ରଜ ତମ ଏହି ତିନି ଗୁଣର କାର୍ଯ୍ୟ ହୋଇଥିବାରୁ ଶରୀର, ଇନ୍ଦ୍ରିୟ, ମନ, ବୁଦ୍ଧି, ପ୍ରାଣ, ପଦାର୍ଥ ଆଦି ସମଗ୍ର ସଂସାର ଗୁଣ ବିଭାଗ ଅଟେ ଏବଂ ସେଥିରେ ହେଉଥିବା ସବୁ କ୍ରିୟା କର୍ମ ବିଭାଗ ଅଟେ। ତତ୍ତ୍ୱତଃ ଜାଣୁଥିବା ଜ୍ଞାନୀ ମହାପୁରୁଷ ଗୁଣମାନେ ହିଁ ଗୁଣ ଦ୍ୱାରା ସମସ୍ତ କାର୍ଯ୍ୟ କରୁଛନ୍ତି, ଅର୍ଥାତ୍ ସମସ୍ତ କ୍ରିୟା ପ୍ରକୃତିରେ ହିଁ ହେଉଅଛି ଏହା ଅନୁଭବ କରି ସେଥିରେ ଆସକ୍ତ ହୋଇନଥାନ୍ତି। ଆପଣଙ୍କ ଉପରେ ଯେତେ ଦାୟିତ୍ୱ ସେତିକି ଦାୟିତ୍ୱ କ'ଣ ଜ୍ଞାନୀ ମହାପୁରୁଷଙ୍କ ଉପରେ ରହିଛି? ନା, ଜ୍ଞାନୀ ମହାପୁରୁଷ ଅଜ୍ଞାନୀମାନଙ୍କ ପରି ନ କରିଲେ ମଧ୍ୟ କୌଣସି ଆପତ୍ତି ନାହିଁ, କିନ୍ତୁ ସେ କୌଣସି ପ୍ରକାରେ ନିହାତି ପକ୍ଷେ ପ୍ରକୃତିଜନ୍ୟ ଗୁଣରେ ମୋହିତ ଏବଂ ଗୁଣକର୍ମରେ ଆସକ୍ତ ଅଜ୍ଞାନୀମାନଙ୍କୁ ବିଚଳିତ ନ କରନ୍ତୁ। କିନ୍ତୁ ମୁଁ ତ ବିଚଳିତ ହୋଇଯାଉଛି। ହେ ଭଗବାନ, କ'ଣ କରିବି? ତୁମେ ବିବେକବତୀ ବୁଦ୍ଧି ଦ୍ୱାରା ସମସ୍ତ କର୍ମ ମୋତେ ଅର୍ପଣ କରି କାମନା, ମମତା ଓ ସନ୍ତାପରୁ ମୁକ୍ତ ହୋଇ ଯୁଦ୍ଧ ଅର୍ଥାତ୍ କର୍ତ୍ତବ୍ୟ କର୍ମ କର। ସମସ୍ତ କର୍ତ୍ତବ୍ୟ କର୍ମ ଆପଣଙ୍କୁ ଅର୍ପଣ କଲେ କ'ଣ ହେବ? ଯେଉଁ ମନୁଷ୍ୟ ଦୋଷଦୃଷ୍ଟି ରହିତ ହୋଇ ଶ୍ରଦ୍ଧାପୂର୍ବକ ସର୍ବଦା ମୋର ଏହି ମନ୍ତବ୍ୟ ଅନୁସାରେ ଚଳନ୍ତି, ସେମାନେ ମଧ୍ୟ ସମସ୍ତ କର୍ମର ବନ୍ଧନରୁ ମୁକ୍ତ ହୋଇଯାଆନ୍ତି। କିନ୍ତୁ ଯେଉଁମାନେ ଆପଣଙ୍କ ମତ ଅନୁସାରେ ଚଳନ୍ତି ନାହିଁ, ସେମାନଙ୍କର କ'ଣ ହୋଇଥାଏ? ଯେଉଁମାନେ ମୋର ମତରେ ଦୋଷଦୃଷ୍ଟି କରି ତଦନୁକୂଳ ଚଳନ୍ତି ନାହିଁ, ସାଂସାରିକ ଜ୍ଞାନରେ ମୋହିତ ଓ ପାରମାର୍ଥିକ ଜ୍ଞାନ ରହିତ ସେହି ଅବିବେକୀ ମନୁଷ୍ୟମାନେ ନଷ୍ଟ ହୋଇଗଲେ ବୋଲି ତୁମେ ଜାଣ। ଆପଣଙ୍କ ମତ ଅନୁସାରେ ନ ଚଳିଲେ ସେମାନଙ୍କର କାହିଁକି ନାଶ ଅର୍ଥାତ୍ ପତନ ହୁଏ? ଜ୍ଞାନୀ ତ ନିଜର ରାଗଦ୍ୱେଷ ରହିତ ଶୁଦ୍ଧ ସ୍ୱଭାବ ଅନୁସାରେ ନିଜ କ୍ରିୟା କରିଥାନ୍ତି, କିନ୍ତୁ ଏହି ଅଜ୍ଞାନୀ ମନୁଷ୍ୟ ନିଜର ରାଗଦ୍ୱେଷଯୁକ୍ତ ଦୂଷିତ ସ୍ୱଭାବ ଅନୁସାରେ କର୍ମ କରନ୍ତି। ତେଣୁ ତାଙ୍କଠାରେ ଶାସ୍ତ୍ର ମର୍ଯ୍ୟାଦା ଅନୁସାରେ କାର୍ଯ୍ୟ କରିବାର ସାମର୍ଥ୍ୟ ରହେ ନାହିଁ। ଏହିପରି ସେମାନେ ନିଜ ଦୂଷିତ ସ୍ୱଭାବର ବଶ ହୋଇଥିବାରୁ ତାଙ୍କର ପତନ ହୋଇଯାଏ। ଭଗବାନ, ଏହି ପତନରୁ ରକ୍ଷା ପାଇବାର ଉପାୟ କ'ଣ? ପ୍ରତ୍ୟେକ ଇନ୍ଦ୍ରିୟର ବିଷୟ ପ୍ରତି ମନୁଷ୍ୟର ରାଗଦ୍ୱେଷ ଅନୁକୂଳତା ଓ ପ୍ରତିକୂଳତାକୁ ନେଇ ରହିଥାଏ। ଏଥିପାଇଁ ମନୁଷ୍ୟ ରାଗଦ୍ୱେଷର ବଶୀଭୂତ ହୋଇ କାର୍ଯ୍ୟ କରିବା ଅନୁଚିତ, କାରଣ ଏହି ଦୁଇଟି ମନୁଷ୍ୟର ଶତ୍ରୁ। ତାହେଲେ ମନୁଷ୍ୟ ପୁଣି କ'ଣ କରିବ? ନିଜର କର୍ମ ଅର୍ଥାତ୍ କର୍ତ୍ତବ୍ୟ ପାଳନ କରିବା ଉଚିତ। ମନୁଷ୍ୟର ନିଜ ଧର୍ମ ସ୍ୱଳ୍ପ ଗୁଣଯୁକ୍ତ ହୋଇଥିଲେ ମଧ୍ୟ ଶ୍ରେଷ୍ଠ। ନିଜର ଧର୍ମ ପାଳନ କରୁ କରୁ ଯଦି ମୃତ୍ୟୁ ହୋଇଯାଏ, ତେବେ ମଧ୍ୟ ତାହା ସ୍ୱଧର୍ମ ପାଳନ କଲ୍ୟାଣକର ଅଟେ। କିନ୍ତୁ ଅନ୍ୟ ଧର୍ମ ଯେତେ ଗୁଣଯୁକ୍ତ ହୋଇଥିଲେ ସୁଦ୍ଧା ତାହା ଭୟାବହ। ଅର୍ଜୁନ କହିଲେ, ଯଦି ନିଜ ଧର୍ମ ପାଳନ କରିବା ଶ୍ରେଷ୍ଠ, ତେବେ ପୁଣି ମନୁଷ୍ୟ ଅନିଚ୍ଛା ସତ୍ତ୍ୱେ କାହାଦ୍ୱାରା ବଳାତ୍କାରରେ ପ୍ରେରିତ ହୋଇ ଅଧର୍ମ ଓ ପାପ ଆଚରଣ କରେ। ଭଗବାନ କହିଲେ, ରଜଗୁଣରୁ ଉତ୍ପନ୍ନ କାମ ଅର୍ଥାତ୍ କାମନା ହିଁ ପାପ କରାଇଥାଏ ବୋଲି ଜାଣିବ। ଏହି କାମରୁ ହିଁ କ୍ରୋଧଜାତ ହୋଇଥାଏ। କାମନା କେବେ ତୃପ୍ତ ହୋଇନଥାଏ ଓ ତାହା ମହାପାପୀ ଅଟେ। ପରମାତ୍ମା ପ୍ରାପ୍ତି ବିଷୟରେ କାମକୁ ତୁମେ ବୈରୀ ରୂପେ ଜାଣ। ଏହି ମହାପାପୀ କାମ ଅର୍ଥାତ୍ କାମନା କ'ଣ କରେ? ଯେପରି ଧୂଆଁ ଅଗ୍ନିକୁ, ମଇଳା ଦର୍ପଣକୁ ଓ ଜରାୟୁ ଗର୍ଭକୁ ଆବୃତ କରିଦିଏ, ସେହିପରି କାମ ପାପ ନ କରିବା ଇଚ୍ଛାକୁ ଦବାଇ ଦେଇ ମନୁଷ୍ୟକୁ ପାପ କର୍ମରେ ଲଗାଇଦିଏ। ହେ କୁନ୍ତୀ ନନ୍ଦନ, ଏହି କାମ ଅଗ୍ନି ପରି କେବେ ତୃପ୍ତ ହୋଇନଥାଏ।
ଏବଂ ଏହା ବିବେକୀ ସାଧକମାନଙ୍କର ନିତ୍ୟ ଶତ୍ରୁ ଅଟେ। ଏହି କାମ ଦ୍ୱାରା ମନୁଷ୍ୟର ବିବେକ ଆବୃତ ହୋଇଯାଏ। ଏହି କାମ କେଉଁଠାରେ ବାସ କରେ? ଏହି କାମ ଇନ୍ଦ୍ରିୟଗଣ, ମନ ଏବଂ ବୁଦ୍ଧି ଏହି ତିନି ସ୍ଥାନରେ ରହିଥାଏ। ଏହା ଦେହାଭିମାନୀ ମନୁଷ୍ୟର ଜ୍ଞାନକୁ ଇନ୍ଦ୍ରିୟ ଇତ୍ୟାଦି ଦ୍ୱାରା ଆଚ୍ଛନ୍ନ କରି ତାକୁ ମୋହିତ କରିଥାଏ। ଏହି କାମର କିପରି ବିନାଶ ହେବ? ହେ ଭରତଶ୍ରେଷ୍ଠ ଅର୍ଜୁନ, ତୁମେ ସର୍ବପ୍ରଥମେ ଇନ୍ଦ୍ରିୟଗଣଙ୍କୁ ସଂଯତ କରି ଏହି ଜ୍ଞାନ ଓ ବିଜ୍ଞାନର ଆଚ୍ଛାଦନକାରୀ ମହାପାପୀ କାମକୁ ବିନାଶ କରିଦିଅ। ଆପଣ ଯେଉଁ ଉପାୟ ବତାଇଲେ ତାହାକୁ କିପରି ଭାବରେ କର୍ମରେ ଲଗାଇବେ ଭଗବାନ? ଶରୀରଠାରୁ ଇନ୍ଦ୍ରିୟ ଶ୍ରେଷ୍ଠ, ଅର୍ଥାତ୍ ସବଳ, ପ୍ରକାଶକ, ବ୍ୟାପକ ଏବଂ ମୁଖ୍ୟ। ଇନ୍ଦ୍ରିୟଠାରୁ ମନ, ମନଠାରୁ ବୁଦ୍ଧି ଏବଂ ବୁଦ୍ଧିଠାରୁ କାମ ସବଳ ଅଟେ। କାମ ଅହଂ ଅର୍ଥାତ୍ କର୍ତ୍ତାରେ ରହିଥାଏ। ଏଥିପାଇଁ କର୍ତ୍ତା ପଦାର୍ଥ ଦ୍ୱାରା ଆକୃଷ୍ଟ ହୋଇଥାଏ। ଅହଂ ମଧ୍ୟରେ ରହିଛି ପ୍ରକୃତିର ଅଂଶ ଅର୍ଥାତ୍ ଜଡ଼ ଅଂଶ ଓ ପରମାତ୍ମାଙ୍କ ଅଂଶ ଅର୍ଥାତ୍ ଚେତନ ଅଂଶ। ପ୍ରକୃତିର ଅଂଶ ସ୍ୱାଭାବିକ ଭାବେ ପ୍ରକୃତି ଆଡ଼କୁ ଏବଂ ପରମାତ୍ମାଙ୍କ ଅଂଶ ସ୍ୱାଭାବିକ ଭାବେ ପରମାତ୍ମାଙ୍କ ଆଡ଼କୁ ସଜାତୀୟତା ହେତୁ ଆକର୍ଷିତ ହୋଇଥାଏ। ଏଣୁ ଅହଂର ଜଡ଼ ଅଂଶରେ କାମନା ବାସନା ଓ ଚେତନ ଅଂଶରେ ତତ୍ତ୍ୱ ଜିଜ୍ଞାସା, ପ୍ରେମ ପିପାସା ଆଦି ଉଦ୍ରେକ ହୋଇଥାଏ। ଏହି କାମକୁ ବୁଦ୍ଧିଠାରୁ ସବଳ ବୋଲି ଜାଣି ନିଜେ ନିଜକୁ ସଂଯତ କରି ହେ ମହାବାହୁ, ତୁମେ ଏହି ଦୁର୍ଜୟ ଶତ୍ରୁ କାମକୁ ବିନାଶ କର।